ନିଜର ଲକ୍ଷ୍ୟ ନିର୍ଦ୍ଧାରଣ କରିବା ସମୟରେ ନିଜକୁ ଏହି ପ୍ରଶ୍ନ ପଚାରନ୍ତୁ, ଆପଣଙ୍କ ଲକ୍ଷ୍ୟ କ'ଣ ଦମଦାର, ପ୍ରଭାବଶାଳୀ ଓ ବହୁଜନ ହିତକାରୀ? ନିଜର ଲକ୍ଷ୍ୟ ହାସଲ କରିବାକୁ ଆପଣ କେତେ ବ୍ୟଗ୍ର? ନିଜର ଲକ୍ଷ୍ୟ ପଛରେ କେଉଁ ମୁଖ୍ୟ ଉଦ୍ଦେଶ୍ୟ ରହିଛି? ଆପଣଙ୍କର ଲକ୍ଷ୍ୟ ବାସ୍ତବିକ ନା କାଳ୍ପନିକ? ଏହି ସବୁ ପ୍ରଶ୍ନାବଳୀ ଆପଣଙ୍କ ଜୀବନକୁ ଦିଗ ନିର୍ଦ୍ଦେଶ ଦେବାରେ ସାହାଯ୍ୟ କରେ। ଜୀବନରେ ଆସୁଥିବା ସମସ୍ୟାର ମୁକାବିଲା କରିବା ପାଇଁ ପ୍ରସ୍ତୁତ କରେ। ଜୀବନ ସହିତ ସମସ୍ୟା ଅଛି, ସମସ୍ୟା ସହିତ ଅସୁବିଧା ଅଛି, ଅସୁବିଧା ସହିତ ହଇରାଣ ହରକତ ଅଛି, ହଇରାଣ ସହିତ ଦୁଃଖ କଷ୍ଟ ଅଛି ଓ ଦୁଃଖ ଅଛି ମାନେ ସୁଖ ଅଛି। ଏମିତି କେବେ ବି ସରୁନଥିବା ଏହି ଜୀବନଚକ୍ର ଶେଷ ପର୍ଯ୍ୟନ୍ତ ଚାଲୁଥାଏ। ଏହି ଦୁଶ୍ଚକ୍ର ଆଜି ଅତ୍ର ତତ୍ର ସର୍ବତ୍ର ଦୃଷ୍ଟିଗୋଚର ହୁଏ। ମଣିଷକୁ ଖାଲି ଲକ୍ଷ୍ୟଟିଏ ପାଇବାର ନାହିଁ, ବରଂ ସେହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ସହଜ ସୁଗମ ମାର୍ଗର ଠିକଣା ପାଇବାର ଅଛି ଏବଂ ସାମୂହିକ ବିକାଶ ହେତୁରୁ ନିମିତ୍ତ ହେବାର ଅଛି। ଜୀବନ ଅଛି ମାନେ ଲକ୍ଷ୍ୟ ଅଛି, ଲକ୍ଷ୍ୟ ଅଛି ମାନେ ଲକ୍ଷ୍ୟାର୍ଥୀ ରହିଛି, ଲକ୍ଷ୍ୟାର୍ଥୀ ଅଛି ମାନେ ସମସ୍ୟା ଅଛି, ସମସ୍ୟା ଅଛି ମାନେ ଭୁଲ ଭଟକା ଅଛି, ପ୍ରଶିକ୍ଷଣର ଆବଶ୍ୟକତା ରହିଛି। ନେପୋଲିଅନ ବୋନାପାର୍ଟଙ୍କ ଜୀବନର ଏକ ଅତ୍ୟନ୍ତ ପ୍ରସିଦ୍ଧ ଉଦାହରଣ ଅଛି। ଥରେ ସେ ଅଳ୍ପ କିଛି ସୈନିକଙ୍କ ସହିତ ଏକ କିଲ୍ଲା ମଧ୍ୟରେ ଶତ୍ରୁ ସୈନ୍ୟମାନଙ୍କ ଦ୍ୱାରା ଘେରି ହୋଇ ଯାଇଥିଲେ। ଜୀବିତ ଭାବରେ ବାହାରକୁ ଆସିବା ତାଙ୍କ ପକ୍ଷରେ ଅସମ୍ଭବ ପ୍ରାୟ ଥିଲା। ଏପରି ସ୍ଥିତିରେ ସେ ନିଜ ଘୋଡ଼ା ଉପରେ ବସି ଏକୁଟିଆ ପଦାକୁ ଚାଲି ଆସିଥିଲେ। କିଲ୍ଲାରୁ ବାହାରକୁ ଆସି ସେ ଗର୍ଜନ ସହିତ କହିଲେ, ସୈନ୍ୟମାନେ, ନିଜ ଜେନେରାଲଙ୍କ ପଛରେ ଆସ। ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି କଥା ଶୁଣି ଅଧିକାଂଶ ଶତ୍ରୁ ସୈନ୍ୟ ବିନା ବିରୋଧରେ ନେପୋଲିଅନଙ୍କର ସହଯୋଗ ଦେଇଥିଲେ। ଉପରୋକ୍ତ ଉଦାହରଣ ଜୀବନ ମରଣ ପରିସ୍ଥିତିରେ ଯେତେବେଳେ ବଞ୍ଚିବାର ଆଉ କିଛି ବାଟ ନାହିଁ, କେବଳ ବିଶ୍ୱାସ ଦ୍ୱାରା ହିଁ ପରିସ୍ଥିତିକୁ ବଦଳାଇବାର ଚେଷ୍ଟା କରିବାର ଦୃଷ୍ଟାନ୍ତ ଅଟେ। ଏଥିରୁ ଆମେ ଶିଖିଲେ ଯେ ଅତ୍ୟନ୍ତ ନିରାଶାଜନକ ପରିସ୍ଥିତିରେ ବି ଆଶା ତ୍ୟାଗ କରେ ନାହିଁ, ସେ ସର୍ବଦା ସଫଳ ହୁଏ। ପ୍ରତିବନ୍ଧକରୁ ହିଁ ପ୍ରତିଭା ବିକଶିତ ହୁଏ। ଯେତେବେଳ ପର୍ଯ୍ୟନ୍ତ ଆପଣ ଅସୁବିଧାର ସମ୍ମୁଖୀନ ନ ହେବେ, ଆପଣଙ୍କୁ ନିଜ ଗୁଣ ଓ କାର୍ଯ୍ୟଦକ୍ଷତାର ବୋଧ ହେବ ନାହିଁ। ବିପଦ ସମୟରେ ନିଜ ସୁଗୁଣ ଏବଂ ସୁବୁଦ୍ଧିର ପରିଚୟ ମିଳିଥାଏ। ଜୟ ଶ୍ରୀ ଜଗନ୍ନାଥ।